ମାନେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ସର୍ବାଧିକ ରେନଫଲ୍ ଆମର ହେଇଛି 54 ମିଲିମିଟର ମାଲକାନଗିରିର ମୈଥିଳିରେ। ତା ତଳକୁ କେନ୍ଦ୍ରାପଡ଼ା ଆଳିରେ 35 ମିଲିମିଟର ଏବଂ ଖୋର୍ଦ୍ଧା ବାଲିପାଟଣାରେ 32 ମିଲିମିଟର ଏବଂ କେନ୍ଦ୍ରାପଡ଼ା ମହାକାଳପଡ଼ାରେ 30 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ, କିନ୍ତୁ ପୂର୍ବାଳି ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ସେଥିରେ ଜଳୀୟ ବାଷ୍ପ ବହୁତ ରହିଛି, ଅର୍ଥାତ୍ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପବନ ଓଡ଼ିଶା ମଧ୍ୟକୁ ଆସୁଛି ଏବଂ ଏହି ଦୁଇ ବାୟୁ ଏବଂ ଉତ୍ତପ୍ତ ଜଳବାୟୁର ସଂସ୍ପର୍ଶରେ ଆସି ଓଡ଼ିଶାର ଡିଷ୍ଟ୍ରିକ୍ଟ ମାନଙ୍କରେ ମାନେ ଅଳ୍ପରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଘଡ଼ଘଡ଼ି ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି, ଅର୍ଥାତ୍ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ସହିତ ତା ସହିତ ପାଖାପାଖି ଡିଷ୍ଟ୍ରିକ୍ଟ ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହୁଛି। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଚେତାବନୀ ମଧ୍ୟ ଦେଇଛୁ। ଆମେ ଉତ୍ତର ଓଡ଼ିଶାର 13ଟି ଡିଷ୍ଟ୍ରିକ୍ଟ ପାଇଁ ଆମେ ଚେତାବନୀ ଦେଇଛୁ। ଆମର ଭୁବନେଶ୍ୱର ମାନେ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଦେଖାଯାଉଛି। କିନ୍ତୁ 24 ଘଣ୍ଟା ପରେ ବର୍ଷାର ପରିମାଣ ଧୀରେ ଧୀରେ କମିବ। 11 ତାରିଖ ବେଳକୁ ସାମାନ୍ୟ ବର୍ଷାର ବୃଦ୍ଧି ହେବାର ସମ୍ଭାବନା ଦେଖାଯାଉଛି। ଆମର ଯେଉଁ ପାର୍ବଣ ଚାଲିଛି ଯେଉଁ ଦୁର୍ଗା ପୂଜା, ତେଣୁ ସେଥିରେ ପାଗ ପ୍ରାୟତଃ ମେଘୁଆ ରହିବ ଏବଂ ଅଳ୍ପ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ଆମେ ଆଶା କରୁଛୁ ଏ ପାର୍ବଣଟା ଭଲରେ କଟିବ।